ଆସିବେ। କିନ୍ତୁ ଆଜି ହୁଏତ ସେମାନେ ଜାଣିବା ପାଇଁ ଯେକୌଣସି ବିଷୟ, କାରଣ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ଯାହା ହୃଦୟ ସଠିକ ବାଜିବ ସେ ଆଉ ଟଳି ପଡ଼ିବ। ମୋର ପ୍ରିୟମାନେ, ଏଣୁ ଆସୁ ଆମେ ଯୀଶୁ ପ୍ରଥମେ, ଯଦି ଆପଣ ନିଜେ ତ ଜାଣିଛନ୍ତି ଯେ ଯୀଶୁ କିଏ ଅଟନ୍ତି। ଯୀଶୁଙ୍କୁ ବିଭିନ୍ନ ପ୍ରକାର ଜାଗତିକ ସାରଥୀ ବାବା ସହିତ, ବିଭିନ୍ନ ପ୍ରକାର ମନୁଷ୍ୟ ସହିତ ତୁଳନା କରିଛନ୍ତି। ଓ ମୋର ପ୍ରିୟମାନେ, କାହିଁକି ସେମାନେ ଅଜଣାତାରେ ଜାଣିନାହାନ୍ତି, ଏଥିପାଇଁ ସେମାନେ ତୁଳନା କରନ୍ତି। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ, ଯୀଶୁଖ୍ରୀଷ୍ଟଙ୍କର ଜୀବନ, ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଯଦି ସେମାନଙ୍କୁ ସଠିକ ଯଥାର୍ଥ କଥା କୁହାଯାଏ, ତେବେ ସେମାନେ ଜାଣିବେ। କାରଣ ଜାଣିବା ଅତି ଜରୁରୀ ଅଟେ। ଏବଂ ମୋର ପ୍ରିୟମାନେ, ପ୍ରଥମେ ଆମେ ଦେଖିବା ଯେ ଯୀଶୁ କିଏ ଅଟନ୍ତି। ଆମେ କାହିଁକି ଯୀଶୁଙ୍କୁ ଆମେ ଗ୍ରହଣ କରିଛୁ, କାହିଁକି ଆମେ ଯୀଶୁଙ୍କୁ ଆମେ ବିଶ୍ୱାସ କରିଛୁ, କାହିଁକି ଆମେ ଯୀଶୁଙ୍କୁ ପାଇଲୁ। ଯଦି ଆପଣମାନଙ୍କର ମଧ୍ୟ ବେଳେବେଳେ ଏହି ପ୍ରଶ୍ନ ଆସେ, କାରଣ ଆମ ୟୁଟ୍ୟୁବ ମାନଙ୍କ ଯେତେବେଳେ ଆମେ ଦେଖିପାରୁଛୁ, ମତେ ବେଳେ ଦୁଃଖ ଲାଗେ। ତେଣୁ ଆମେ ଅନାବନା କହିବା ଦରକାର ନାହିଁ, ସଠିକ ଉତ୍ତର ଗୁଡାକ ଆମେ କହିପାରିବା। ଏଣୁ ମୋର ପ୍ରିୟମାନେ, ଯୀଶୁ କିଏ ଅଟନ୍ତି ତାହା ଟିକେ ଆମେ ଆଲୋଚନା କରିବା। କାରଣ ଏଇ ପ୍ରଥମ ପଦରେ ହିଁ ଆମେ ଜାଣିଛୁ ଯେ, ମୋର ପ୍ରିୟମାନେ, କାହିଁକି ଯୀଶୁ ଆସିବା ପୂର୍ବରୁ କଣ ସେ ଲୁଚା କୁଚା ସେ ଆସିନାହାନ୍ତି। ଆଗରୁ ତାର ଯୋଜନା, ଆଗରୁ ତାର ପ୍ଲାନିଂ ସବୁ ରହିଅଛି। କିନ୍ତୁ ଯୀଶୁଖ୍ରୀଷ୍ଟ କିଏ ଅଟନ୍ତି? ଆକ୍ଚୁଆଲି ଯୀଶୁଖ୍ରୀଷ୍ଟ ନିଜେ ସୃଷ୍ଟିକର୍ତ୍ତା ଅଟନ୍ତି। ପ୍ରଥମ ଆମେ ଜାଣିବା, ଯୀଶୁଖ୍ରୀଷ୍ଟ କୌଣସି ମାନବ ନୁହନ୍ତି। ସେ ଯୀଶୁ ନିଜେ କ୍ରିଏଟର ଅଟନ୍ତି। ଇଜ ଦ କ୍ରିଏଟର, ସୃଷ୍ଟିକର୍ତ୍ତା ଅଟନ୍ତି। ଆମେ ସଲିଟ୍ ଆମେ କହିପାରିବା। ଆସନ୍ତୁ ଆମେ ପଢିବା କଲୋସ୍ୟ ତାର 1 ହୁଏତ ପଢନ୍ତୁ। କଲୋସ୍ୟ 1 ତାର 15-16 ପଦ ଟିକେ ପଢନ୍ତୁ। କଲୋସ୍ୟ କୁଆଡେ ଅଛି ଆପଣ ଜାଣିଛନ୍ତି? ନୂତନ ନିୟମରେ ତାହା ସେ ଅଦୃଶ୍ୟ ଈଶ୍ୱରଙ୍କର ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମ ଜାତ। ତା ତଳେ ଆଉ ଗୋଟେ ଆଉ ପଢନ୍ତୁ ଭଉଣୀ 16। କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା। ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟି ହୋଇଅଛି। ଦେଖ, ସୃଷ୍ଟି ହୋଇଅଛି। ପ୍ରଥମେ ଆମେ ଜାଣିବା, ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ହିଁ ପ୍ରଥମେ ସେ ନିଜେ ସୃଷ୍ଟିକର୍ତ୍ତା ଅଟନ୍ତି। କାରଣ ଲେଖା ହେଇଛି ଏ ସ୍ଥାନରେ, ଟିକେ ଭଲରେ ଆମେ ବାକ୍ୟ ଯଦି ପଢିଲେ ଆମେ ଜାଣିବା। କାହିଁକି ସେ 16 ପଦରେ, କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ, ଦୃଶ୍ୟ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା। ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା। ଓ ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟି ହୋଇଅଛି। ଯେତେବେଳେ ଏହା ପଢିଲା ପରେ ଆମେ 15 ପଦକୁ ଗଲେ ଆମେ ଜାଣିପାରିବୁ, ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମ ଜାତ। କାରଣ ଈଶ୍ୱରକୁ କେହି ଦେଖନ୍ତି ନାହିଁ ମୋର ପ୍ରିୟମାନେ। ଈଶ୍ୱର ନିଜେ ସୃଷ୍ଟିକର୍ତ୍ତା। କାରଣ ଆଜି ଯୀଶୁଖ୍ରୀଷ୍ଟ ନିଜେ, ଈଶ୍ୱର ନିଜେ ତାହାଙ୍କ ପ୍ରତିମୂର୍ତ୍ତି, ଈଶ୍ୱରଙ୍କ ପ୍ରତିମୂର୍ତ୍ତି ସେ ଆସିବାରୁ ଆଜି ଯୀଶୁଖ୍ରୀଷ୍ଟଙ୍କୁ ବିଭିନ୍ନ ଜଗତର ମାନବ ସ୍ୱରୂପେ ଲୋକେମାନେ ପ୍ରକାଶ କରନ୍ତି। ତାଙ୍କର ମାନବ ପରି କହନ୍ତି। ହଁ ମୋର ପ୍ରିୟମାନେ, ଦୁଃଖର ବିଷୟ ସାଧାରଣ ସାରଥୀ ବାବା ସହିତ ମଧ୍ୟ ତୁଳନା କରିଛନ୍ତି। କାରଣ ପ୍ରଭୁ ତାଙ୍କୁ କ୍ଷମା କରନ୍ତୁ, ସେ ପ୍ରଭୁ ତାଙ୍କୁ ଜ୍ଞାନ ଦିଅନ୍ତୁ ମୋର ପ୍ରିୟମାନେ। କିନ୍ତୁ ବାସ୍ତବରେ ଈଶ୍ୱର ଅଟନ୍ତି।
ସେ ନିଜେ ଈଶ୍ୱରଙ୍କ ପୁତ୍ର ରୂପେ ସେ ଆସିଲେ, କିନ୍ତୁ ସେ ନିଜେ ସୃଷ୍ଟିକର୍ତ୍ତା ଅଟନ୍ତି। ଏହି ବାକ୍ୟରେ ତା ଲେଖା ହେଇଛି। କାରଣ ମୋର ପ୍ରିୟ ମାନେ ଯଦି କାରଣ ଆମେ ତ ଜାଣିପାରୁଛୁ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଦେଖନ୍ତୁ ଅନେକ ବାକ୍ୟର ସଙ୍ଗିନୀ ଅଛି। ଆଦ୍ୟରେ ବାକ୍ୟ ଥିଲେ, ଆଦ୍ୟରେ ହିଁ ବାକ୍ୟ ଥିଲେ, ଓଁକାର ଥିଲା, ବାକ୍ୟ ଥିଲେ, ସେ ବାକ୍ୟ ଈଶ୍ୱର ଥିଲେ। ଆଉ ସେହି ବାକ୍ୟ ଈଶ୍ୱର ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗ ଥିଲେ। ତାର ମାନେ ବାକ୍ୟ କିଏ? ଈଶ୍ୱର କିଏ? ଜଣେ ମାତ୍ର। କିନ୍ତୁ এই 14 ସେଇଟା ଲେଖା, ସେହି ବାକ୍ୟ ଦେହବନ୍ତ ହେଲେ। ସେ ଜହନ 1:14 ଲେଖା ଅଛି, ସେହି ବାକ୍ୟ ଦେହବନ୍ତ ହେଲେ। ତେବେ ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି? ମୋର ପ୍ରିୟ ମାନେ, ଆପଣ ମାନେ ଏହା ଜାଣିବା ଦରକାର। ତେବେ ଯୀଶୁ ଖ୍ରୀଷ୍ଟ ନିଜେ ହିଁ ସୃଷ୍ଟିକର୍ତ୍ତା ଅଟନ୍ତି। ଆପଣମାନେ ଦେଖନ୍ତୁ, ଆଉ ଜହନ 1:14 ପଢନ୍ତୁ, କାରଣ ବାକ୍ୟ ଅନୁସାରେ ଆମେ ଜାଣିବା। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କୁ ମହିମା ସଦୃଶ ଆମେମାନେ ତାହାଙ୍କ ମହିମା ଦେଖିଲୁ। ମୋର ପ୍ରିୟ ମାନେ, ଯୀଶୁ ଖ୍ରୀଷ୍ଟ ନିଜେ ପରମେଶ୍ୱର ନିଜେ ଏକମାତ୍ର ପୁତ୍ର ଭାବରେ ସେ କଣ ଆମମାନଙ୍କୁ ନିଜର ପ୍ରତିମୂର୍ତ୍ତି ଆମକୁ ଦେଖାଇବା ପାଇଁ ସେ ନିଜେ ହିଁ ଆସିଲେ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ହେଉଛନ୍ତି ନିଜେ ପ୍ରଭୁ। କାରଣ ଏ ବାକ୍ୟକୁ ଆପଣ ଟିକେ ଟିକେ ରଖନ୍ତୁ, ଆପଣମାନଙ୍କୁ ବହୁତ କାମ ଦେବ। ବର୍ତ୍ତମାନ এই ପ୍ରଶ୍ନ ଗୁଡାକ ଅନେକ ଆସୁଅଛି, ଆମେ ଯେପରି ଜାଣିଥିବା ଦରକାର। ଏତେ ସୁନ୍ଦର ସେ ସ୍ଥାନ ଲେଖାଯାଇଛି 16 ପଦରେ। ଦେଖନ୍ତୁ, ଏଣୁ ତାହାଙ୍କ 15 ପଦ, ଜହନ ତାହାଙ୍କ ବିଷୟ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରେ କହିଲେ ଯେ ମୋ ଉତ୍ତରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ। ତାହାଙ୍କ ବିଷୟରେ ମୁଁ ଏହା କହିଥିଲି। ତାହାର ଅର୍ଥ ଜହନ ଆଗ ଜନ୍ମଗ୍ରହଣ କରିଛନ୍ତି ଜାଗତିକ ହିସାବରେ, କିନ୍ତୁ ଜହନ କହୁଛନ୍ତି ସେ ମୋ ଉତ୍ତାରେ ଅଛନ୍ତି। ହାଲେଲୁୟା। ଆମେ ଜାଗତିକ ଚିନ୍ତାରେ କଲେ ଜହନ ଏଟା ପ୍ରକାଶ କରନ୍ତି ଯେ ମୁଁ ଆସିବା ପୂର୍ବରୁ ସେ ସାକ୍ଷ୍ୟ ଦେଇ କହୁଛନ୍ତି ଯେ ମୋ ଉତ୍ତାରେ ଆସୁଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରୁ ଥିଲେ। ମୋର ପ୍ରିୟ ମାନେ, ଏହା ଆମେ ବାକ୍ୟକୁ ଟିକେ ଟିକେ ଜାଣିଲେ ଆମେ ଜାଣିବା ସେ ମୋ ପୂର୍ବରେ ଥିଲେ। ଏବେ ଜାଗତିକ ହିସାବରେ ଜହନ ଯେ 3-4 ମାସ ଯୀଶୁଙ୍କ ଠାରୁ ବଡ। ମୋର ପ୍ରିୟ, ଯେତେବେଳେ ତାଙ୍କର ଆମେ ଏଲିସାବେଥ 3 ମାସ ପେଟରେ ଅଛି, ସେଇ ସମୟରେ ମରିୟମଙ୍କ ପାଖରେ ଦର୍ଶନ ହଉଛି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ। କିନ୍ତୁ ତାହେଲେ ଜାଗତିକ ହିସାବରେ ଏ ସ୍ଥାନରେ ଜହନ ବି ସାକ୍ଷ୍ୟ ଦେଉଛନ୍ତି ଯୀଶୁ ଖ୍ରୀଷ୍ଟ ମୋ ପୂର୍ବରେ ଥିଲେ। ହାଲେଲୁୟା। ତେଣୁ ମୋର ପ୍ରିୟ ମାନେ, ଯୀଶୁ ଖ୍ରୀଷ୍ଟ ସେ ନିଜେ ସୃଷ୍ଟିକର୍ତ୍ତା। କେମିତି ଜନ୍ମ ହେଲେ ବୋଲି ଯେତେବେଳେ ବାକ୍ୟ ଆସୁଛି, ମୋର ପ୍ରିୟ ମାନେ, ପ୍ରଥମ ଆମେ ଜାଣିପାରୁଛୁ ଏହି ବାକ୍ୟରେ ଯୀଶୁ ନିଜେ ଈଶ୍ୱର ଅଟନ୍ତି, ନିଜେ ସେ ସୃଷ୍ଟିକର୍ତ୍ତା ଅଟନ୍ତି। କାରଣ ଯେତେବେଳେ ଆମେ ପଢୁଛୁ ଯୀଶୁ ଖ୍ରୀଷ୍ଟ ନିଜେ ବି ଏ କଥା ପ୍ରକାଶ କଲେ। ଜହନ ତାର 10:30 ପଦରେ ପଢନ୍ତୁ ମୋର ପ୍ରିୟ ମାନେ। ଜହନ 10:30। ମୁଁ ଓ ପିତା ଏକ। ଦେଖନ୍ତୁ ମୋର, ମୁଁ ଓ ପିତା ଏକ। ଦୁଇ ନୁହନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟ ଅଦ୍ୱିତୀୟ ପୁତ୍ର ଭାବରେ, ଏକମାତ୍ର ପୁତ୍ର ଭାବରେ ଜଗତକୁ ଆସିଲେ। କାହିଁକି ଆସିଲେ? ଏଟା ହଉଛି ବର୍ତ୍ତମାନ ଏବେ ପ୍ରଶ୍ନ ଆସିବ। କାହିଁକି ଆସିଲେ? ଯୀଶୁ ଖ୍ରୀଷ୍ଟଙ୍କର ପିତାମାତା କିଏ? ହଁ ମୋର ପ୍ରିୟ ମାନେ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା ବୋଲି ଲେଖା ହେଇଛି। ପ୍ରାଞ୍ଜଳ ଭାବରେ କୌଣସି ଲୁଚା ଯୀଶୁ ଖ୍ରୀଷ୍ଟ ଆସିନଥିଲା। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। କାରଣ ଯୀଶୁ ଖ୍ରୀଷ୍ଟ କୌଣସି ମନୁଷ୍ୟ ଅନୁସାରେ ସେ ଜନ୍ମ ଗ୍ରହଣ କଲେ, କାରଣ ସେ ନିଜେ ଈଶ୍ୱର, ସେ ନିଜେ ସୃଷ୍ଟିକର୍ତ୍ତା। କିନ୍ତୁ ଆବଶ୍ୟକ ଥିଲା ମନୁଷ୍ୟକୁ ଯେ ପାପରୁ କ୍ଷମା ପାଇବା ଉଦ୍ଦେଶ୍ୟରେ ବଳିଦାନ ଆବଶ୍ୟକ ଥିବା ହେତୁ ସେ ଯୀଶୁ ଖ୍ରୀଷ୍ଟ ନିଜେ ମନୁଷ୍ୟ ରୂପରେ ଜଗତକୁ ଆସିଲେ। କିନ୍ତୁ ତାଙ୍କର ଜନ୍ମ କିପରି ହେଲା? ଆଜି ଅନେକ ଏ ଜଗତରେ
ଦେବାଦେବୀ ଯାହାକି ଭଗବାନ କହନ୍ତି ସେମାନେ ସବୁ ତାଙ୍କ ପିତା ମାନଙ୍କର ଉଲ୍ଲେଖ ଅଛି। ତାଙ୍କ ପିତା ମାତା ନହେଲେ ସେମାନେ କେବେ ଜନ୍ମଗ୍ରହଣ କରିନାହାନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ନିଜେ ପବିତ୍ରାତ୍ମା ଈଶ୍ୱର ଅଟନ୍ତି। ତେଣୁ ମୋର ପ୍ରିୟ ମାନେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। ଯଦି ଆମେ ମାଥ୍ୟୁ ଟିକେ ପଢିବା, ମୋର ପ୍ରିୟ ମାନେ କେମିତି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ମାଥ୍ୟୁ 1 ଖୋଲନ୍ତୁ। ସେ କିପରି ଜନ୍ମ ହେଲେ, ତାର ପିତା ମାତା କିଏ ବୋଲି ଯେତେବେଳେ ପ୍ରଶ୍ନ ଆସୁଛି, ଆମେ ଏଇ ମାଥ୍ୟୁ 1 ଅଧ୍ୟାୟ ଆମେ ପଢାଇ ପାରିବା। 18 ଆମେ 19 ପଦ ପଢିଲେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କୌତୁକ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। ସେତିକି ମୋର ପ୍ରିୟମାନେ ଦେଖନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ କେମିତି ହେଲା, ତାର ବାପା କିଏ, ତାର ମା କିଏ, ଏହି ପ୍ରଶ୍ନ ଅନେକ ଆଜି ଆସୁଛି। କାରଣ ତାକୁ ମନୁଷ୍ୟ ରୂପେ କମ୍ପେୟାର କରିବା ପାଇଁ, ମନୁଷ୍ୟ ରୂପରେ କରିବା ପାଇଁ। କିନ୍ତୁ ମୋର ପ୍ରିୟ ମାନେ ଆମକୁ ଶାସ୍ତ୍ର ଈଶ୍ୱରଙ୍କ ବାକ୍ୟ କି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା, ଏହା ଆମେ ଆମ ବାଇବଲ ଶାସ୍ତ୍ର କହେ କିପରି ହେଲା। ମୋର ପ୍ରିୟ ମାନେ ତାହାଙ୍କ ମାତା ଜଗତର ମାତା ହିସାବରେ ତାହାଙ୍କର ମାତା ମରିୟମଙ୍କ ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥିଲା। ପରେ ସେମାନଙ୍କ ସହବାସ ପୂର୍ବେ ପବିତ୍ରାତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ଅଛି ବୋଲି ଜଣା ପଡିଲା। ଆମେ ଅନେକ ପ୍ରକାଶ କରେ ପବିତ୍ରାତ୍ମାଙ୍କ କର୍ତ୍ତୃତ୍ୱ। ପବିତ୍ରାତ୍ମା କେମିତି କର୍ତ୍ତୃତ୍ୱ ଆମେ କେମିତି ଜାଣିବା କହିଲେ, ଆପଣମାନେ ପ୍ରଶ୍ନ କରିବେ, ଆପଣମାନେ ପବନକୁ ଦେଖିଛନ୍ତି କି? ଆପଣମାନେ ଆତ୍ମାକୁ ଦେଖିଛନ୍ତି କି? ନାହିଁ। ଏହା ଆମେ ଅନ୍ୟକୁ କହିପାରିବା। ବିନା ପୁରୁଷର ସଂସର୍ଶ ଆସି କେମିତି ଜନ୍ମ ହେଲା, ଅନେକ ଆଜି ପ୍ରଶ୍ନ କରୁଛନ୍ତି। କିନ୍ତୁ ଆପଣମାନେ ପବନ କେମିତି କଲର, କେମିତି ତାହା ପବନ ବହୁଛି କୁହନ୍ତୁ ବୋଲି କହିବ। ମୋର ପ୍ରିୟ ମାନେ କିନ୍ତୁ ବାକ୍ୟ ଶାସ୍ତ୍ର ସଠିକ ଆମେ କହିବା, କିନ୍ତୁ ତାଙ୍କ ପବିତ୍ରାତ୍ମା ଦ୍ୱାରା କର୍ତ୍ତୃତ୍ୱ ହୋଇଅଛି। ଆଉ ଦ୍ୱିତୀୟ ପଏଣ୍ଟ, ସେ କୁମାରୀ। ମୋର ପ୍ରିୟ ମାନେ କଣ, ସେ ମେଚୁର ନ ହେଇକରି ପବିତ୍ରାତ୍ମାଙ୍କ ଦ୍ୱାରା କର୍ତ୍ତୃତ୍ୱ ହୋଇ ସେ ପବିତ୍ର ଏବଂ ତାହାଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟ ଆସିଅଛି। ଯୀଶୁ ଖ୍ରୀଷ୍ଟ ଜନ୍ମ ହେଉଛି, କାରଣ ମନୁଷ୍ୟ ଉପରେ ମନୁଷ୍ୟ ଯଦି ଜନ୍ମ ମନୁଷ୍ୟ ଶରୀରରେ ଜନ୍ମ ହେବାର ଆବଶ୍ୟକ ଅଛି। ଏଣୁ ଯୀଶୁ ଖ୍ରୀଷ୍ଟ ଆଉ ପବିତ୍ରାତ୍ମାଙ୍କ ଦ୍ୱାରା, କାରଣ ସେ ନିଜେ ଈଶ୍ୱର ଅଟନ୍ତି, ଏଣୁ ପବିତ୍ରାତ୍ମାଙ୍କ ଦ୍ୱାରା ଆସିଲା। କାରଣ ପିତା ପୁତ୍ର ପବିତ୍ରାତ୍ମା ଏମାନେ ଏକ ଅଟନ୍ତି। ଏଣୁ ମୋର ପ୍ରିୟମାନେ ଆଉ ଯୀଶୁ ଖ୍ରୀଷ୍ଟଙ୍କର ବାପା କିଏ ଥିଲେ? ସେ ହୋଇପାରେ ଏ ଜାଗତିକ ସାରେ, କିନ୍ତୁ ଆଉ ଯୋସେଫ ହୋଇପାରେ ଜାଗତିକ ହିସାବରେ, କିନ୍ତୁ ଯୋସେଫ ତାଙ୍କର ବାପା ନୁହନ୍ତି। ଯେତେବେଳେ ବ୍ଲଡ ଟେଷ୍ଟ କରାଯାଏ ଆମେ କେବେ ବାପା ନୁହନ୍ତି, କାରଣ ବାକ୍ୟ ପ୍ରାଞ୍ଜଳ ଭାବରେ ଲେଖାଯାଇଛି। ଏଣୁ ଯୀଶୁ ଖ୍ରୀଷ୍ଟଙ୍କ ବାପା ନିଜେ ଈଶ୍ୱର ଅଟନ୍ତି। ହାଲେଲୁୟା। ଏଣୁ ମୋର ପ୍ରିୟ ମାନେ ଏହା ଅନେକ ବିଷୟ ଆମେ ଯେ ଆଉ ଗୋଟେ ଆଜି ପର୍ଯ୍ୟନ୍ତ କିଏ କୁମାର ହେଇକରି କୌଣସି ଛୁଆ ଜନ୍ମ ଦେଇପାରେ ନାହିଁ। ଏହା ବି ସଠିକ ପ୍ରଶ୍ନ। ତାପରେ ଏହା ବି କିପରି ଜନ୍ମ ହେଲା, ଏହା ସେ ଗାବ୍ରିଏଲ ଦୂତ ମରିୟମଙ୍କ ସହିତ କଥୋପକଥନ କରିଛନ୍ତି। ମରିୟମ ବି ପ୍ରଶ୍ନ କରିଛନ୍ତି ଏହା କିପରି ହେବ, ମୁଁ ତ ପୁରୁଷକୁ ଜାଣି ନାହିଁ। କିନ୍ତୁ ଗାବ୍ରିଏଲ ଦୂତ କହୁଛନ୍ତି ପବିତ୍ରାତ୍ମାଙ୍କ ଦ୍ୱାରା କର୍ତ୍ତୃତ୍ୱ ହୋଇ ତୁମେ ପୁତ୍ର ପ୍ରସବ କରିବ, ଆଉ ତା କିଏ ଜଗତ ନା ଦିଏ ସ୍ୱର୍ଗର ଏକ ନାଁ ଆସେ, ତମରେ ସେ ଯୀଶୁ ନାମ ଦେବ। ହାଲେଲୁୟା। ମୋର ପ୍ରିୟ ମାନେ ଯଦି ସେ ଜଗତରେ ଜନ୍ମ ହେଇଥାନ୍ତା, ଆଉ ସେ ନିଶ୍ଚିତ ଜଗତର ନାଁ ପାଇଥାନ୍ତା। ସ୍ୱର୍ଗ ହିଁ ନାଁ ଧରିକରି ସ୍ୱର୍ଗ ସେ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଅଛି। କାହିଁକି ଆସିଲେ? ତେଣୁ ମୋର ପ୍ରିୟମାନେ ଅନେକ ବିଷୟ ରହସ୍ୟ ଏହି ସ୍ଥାନରେ ଆମେ ଦେଖିପାରୁଛୁ। ପବିତ୍ରାତ୍ମାଙ୍କ କର୍ତ୍ତୃତ୍ୱ ହୋଇ ତୁମେ ପୁତ୍ର ପ୍ରସବ କରି ତାହାଙ୍କ ନାମ ଯୀଶୁ ଦେବ ଏବଂ ତୁମେ ଅନୁଗ୍ରହ ପାତ୍ରରେ ହୋଇଅଛ ବୋଲି କହୁଛି। ଯଦି ଲୋକ 1 ଅଧ୍ୟାୟ ପଢିଲେ ତାହା ଆମେ ଜାଣିପାରୁଛ। ଅତି କ୍ଲିୟର ଲେଖାଯାଇଛି। ମରିୟମ ମଧ୍ୟ ତାହା ପ୍ରଶ୍ନ କରିଅଛି ଏବଂ ଯୋସେଫ ମଧ୍ୟ
जोसेफ डाउट कर जोसेफ को गाब्रिएल दूत एक कांजल जन शुणु ये स्थान लिखाई 20 पद। किंतु से यह मनस्थ कला पर देखो प्रभुଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା କର୍ତ୍ତୃତ୍ୱ ହୋଇଅଛି। କୌଣସି ମନୁଷ୍ୟ ଉଦ୍ଦେଶ୍ୟ ନାହିଁ, କୌଣସି ମନୁଷ୍ୟ ଦ୍ୱାରା ହୋଇନାହିଁ। ମୋର ପ୍ରିୟ ମାନେ ଏହି ବାକ୍ୟ ମୋତେ ଦୁଃଖ ଲାଗିଲା ଯେ ଆଜି ସେମାନେ ଷ୍ଟେଜ ଗୋଟେ ପଦ ବି ଏମିତି କହିପାରିଲେ ନାହିଁ। କଣ କରିବା? କିନ୍ତୁ ନିଶ୍ଚିତ ଆଜି ଆମେ ଜାଣିପାରୁଛୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସେ କେମିତି ହେଲା, ତାର ବାପା କିଏ? ଯଦି ଆପଣ କହୁଛନ୍ତି ତାର ଜାଗତିକ ବାପା ଯୋସେଫ ଅଟନ୍ତି, କିନ୍ତୁ ସେ ଈଶ୍ୱର ନିଜେ ପିତା ଅଟନ୍ତି, ତାଙ୍କର ବାପା ଈଶ୍ୱର ଅଟନ୍ତି। ତେଣୁ ସେ ପୁତ୍ର ଭାବରେ ଆସିଲେ। ଆଉ ଅତି ପ୍ରାଞ୍ଜଳ ସେ କହିଥାନ୍ତେ, ଜହନ 3:16 ପ୍ରକାଶ କରିଥିଲେ, କେତେ ସୁନ୍ଦର ହେଇଥାନ୍ତା। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କରିଥିବା ସେ ଆମର ଦ୍ୱିତୀୟ ପୁତ୍ରକୁ ଜଗତକୁ ପଠାଇଲେ ପବିତ୍ରାତ୍ମାଙ୍କ କର୍ତ୍ତୃତ୍ୱ ହେଇ। ତେଣୁ ଯିଏ କିଏ ତାହାର ବିଶ୍ୱାସ ସେ ପରିତ୍ରାଣ ପାଇବ। ମୋର ପ୍ରିୟ ମାନେ ତମେ କାହିଁକି ଖ୍ରୀଷ୍ଟିଆନ ହେଲ, ତାହାର ସେଇଟା ଉତ୍ତର ଆସିଥାନ୍ତା। କାହିଁକି ତମେ ଖ୍ରୀଷ୍ଟିଆନ ହେଲ? ତେଣୁ ମୋର ପ୍ରିୟ ମାନେ ଆସନ୍ତୁ ଆମେ ଦେଖିବା। ଯଦି ଆପଣମାନଙ୍କୁ ପ୍ରଶ୍ନ ଆସେ କାହିଁକି ତମେ ଖ୍ରୀଷ୍ଟିଆନ, କାହିଁକି ତମେ ପ୍ରଭୁଙ୍କୁ ଗ୍ରହଣ କଲ, ଏବେ ଆପଣ ମାନେ କଣ ଉତ୍ତର ଦେବେ? ନାଇଁ ମୁଁ ରୋଗ ହେଲି ଆଉ ମୁଁ ସୁସ୍ଥ ପାଇଲି ସେଥିପାଇଁ ଖ୍ରୀଷ୍ଟିଆନ। ଆଉ କେବେ ଆମେ ରୋଗ ହେବା ନା କି? ନିଶ୍ଚିତ ଆମେ ରୋଗ ହେବା। ଅନେକ ଲୋକ ଏହି କଥା କହନ୍ତି, କିନ୍ତୁ ଯେତେବେଳେ ମୁଁ ଦେଖୁଥିଲି ୟୁଟ୍ୟୁବରେ ଅନେକ ଜଣେ ଆରେଷ୍ଟ ଲିଡର ସେ କିପରି ପରିବର୍ତ୍ତନ ହେଇଛି, କିନ୍ତୁ ସେ ସଠିକ ପରିବର୍ତ୍ତନ ହେଇପାରିନି, କହିପାରୁନାହାନ୍ତି। ସେମାନେ ଜାଗତିକ ସେ କହନ୍ତି। ମୋର ପ୍ରିୟ ମାନେ ଯୀଶୁ ଖ୍ରୀଷ୍ଟ ସେ ମୁକ୍ତିକର୍ତ୍ତା, ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ସେ ପରିତ୍ରାଣ କର୍ତ୍ତା। ତେଣୁ ସେଥିପାଇଁ ମୁଁ ନିଶ୍ଚିତ ପ୍ରଭୁଙ୍କୁ ଗ୍ରହଣ କଲି। ଜାଣିଛି ଏହା କିଏ କହିପାରୁନାହାନ୍ତି। କିନ୍ତୁ ଆସନ୍ତୁ ଆଜି ଆମେ ଦେଖିବା ଯେ ଆମେ କାହିଁକି ଖ୍ରୀଷ୍ଟିଆନ ହେଉଛୁ, ଏହା ଆମେ ଟିକିନିକି ଜାଣିବା ଦରକାର। ମୋର ପ୍ରିୟ ମାନେ କାରଣ କଲୋସ୍ୟ 1:14 ପଦ ଖୋଲନ୍ତୁ। କଲୋସ୍ୟ 1:14 ପଦ। ତାଙ୍କ ଠାରେ ଆମେ ମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ଆମେ ଦେଖିପାରୁଛୁ ମୋର ପ୍ରିୟ ମାନେ ପାପ କ୍ଷମା କେବଳ ଯୀଶୁଙ୍କ ଠାରେ ଅଛି। ଏଣୁ ଏ ବିଷୟ ଆମେ କହିବା, କେବଳ ଆମେ ପାପ କ୍ଷମା ଉଦ୍ଦେଶ୍ୟରେ ଆମେ ଯୀଶୁଙ୍କୁ ଗ୍ରହଣ କରିଅଛୁ। ଯଦି ଆପଣମାନେ ଆପଣଙ୍କ ଠାରେ ଯଦି ପାପ କ୍ଷମା ଅଛି ତାହେଲେ ଆମେ ଛାଡ଼ି ପରିତ୍ୟାଗ କରିବୁ। ଅତି ସଂକ୍ଷିପ୍ତ ବିଷୟଟା ମୋର ପ୍ରିୟ ମାନେ ପାପ କ୍ଷମା ତାହାଠାରେ ନାହିଁ। ମୋର ପ୍ରିୟ ମାନେ ଯୀଶୁଙ୍କ ଯେତେବେଳେ ଆମେ ପଢୁଛୁ ସେ ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମ ଅଛନ୍ତି, ଆମମାନଙ୍କ ନିମନ୍ତେ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। ତେଣୁ ମୋର ପ୍ରିୟ ମାନେ ସମଗ୍ର ଜଗତ ଲୋକ ନିମନ୍ତେ ସେ ଏକ ପୁତ୍ର ଦତ୍ତ ହେଲେ, ପୁତ୍ର ଭାବରେ ଆସିଲେ ଏବଂ ସେ ସନ୍ତାନ ଭାବରେ ଆସିଲେ। କିନ୍ତୁ ଏଣୁ ଏ କଲୋସ୍ୟ ଯୋଉଟା ଆମେ 1:14 ପଦ ଆମେ ପଢୁଛୁ ଯେ ପ୍ରାଞ୍ଜଳ ଭାବରେ ଆମେ ଜାଣିପାରୁଛୁ ଯେ ତାହାଙ୍କ ଠାରେ ହିଁ ପାପ କ୍ଷମା ଅଛି। କାରଣ ଈଶ୍ୱରଙ୍କ ବାକ୍ୟ ଲେଖା ଅଛି, ପ୍ରେରିତ ତାର 4:12 ଖୋଲନ୍ତୁ। ପ୍ରେରିତ ତାର 4:12। ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ମୋର ପ୍ରିୟ ମାନେ ଆମେ କହିବା ଆମର ଶାସ୍ତ୍ର ବାଇବଲ କହେ ତାହାଙ୍କ ଛଡା ଯୀଶୁଙ୍କ ଛଡା କାହାଠାରେ ପରିତ୍ରାଣ ନାହିଁ। ତାହା ହଉଛି ଯୀଶୁ ନାମ ସ୍ୱର୍ଗ, ଯୀଶୁର ଅର୍ଥ ପରିତ୍ରାଣ କର୍ତ୍ତା, ଉଦ୍ଧାର କର୍ତ୍ତା ଏବଂ ତାହାଙ୍କ ଛଡା କାହାଠାରେ ପରିତ୍ରାଣ ନାହିଁ। ଏଣୁ ଆମେ ପରିତ୍ରାଣ ପାପ କ୍ଷମା ନିମନ୍ତେ
आम जीशु को ग्रहण कर कौन से जगत पाइबा निमंते अनेक प्राय मु रोग सुस्थ हेली मत किए गोटे घृणा करते मुझे गोटे प्रेम पाइली मु गली ना मोर प्रिय माने जब आम कहवा पाप क्षमा विषय तेबे आमे माने निश्चित आमने जीति पारिबा तेणु मोर प्रिय माने हाँ गोटे मध्यम प्रभु को जानिबा गोटे मध्यम आम समस्या थिलु रोगर थिलु आम जीशु को जानिलु परे आम जीशु को केमिति जानुछु जीशु ख्रीष्ट से उद्धार करता जीशु ख्रीष्ट से परित्राण करता से पाप क्षमाकारी ताहांको बिना ताहांको छड़ा कहाटारे ए जगत पाप क्षमा किए दे पारि नाहंती दे पारिबे नाही और समस्त पापी कण ईश्वर जीशु को पवित्र थिले तेणु अनेक तार रहस्य आसब जे अनेक 4 जन राज्य माने ताको विचार कले तार पाप खोजिले कौन सी लेस मात्र पाप पाइले ना तेणु से होती पवित्र तेणु से पवित्र रक्त दे आम को पाप क्षमा कर छड़ा आ कहाटारे परित्रा ना तार नाम होची जीसु अनेक आम कहवा जे डिक्शनरी कौन लिखाई सेवियर अर्थ कौन सेवियर किए सेवियर अटंती बा रिडीमर किए ता डिक्शनरी देखंतु बोले आम कह रिडीमर बा सेवियर डिक्शनरी अच्छी परित्राणकर्ता उद्धारकर्ता ब्राकेट रे जीसु ख्रीष्ट अच्छी हालेलुया कौन सी कहार नाम दिया जाए नहीं मोर प्रिय माने कहीं लोक अनेक आज खोजती ए टेक्नोलोजी जुगरे ज्ञान जुगरे तेणु मोर प्रिय माने जीसु ख्रीष्ट एणु ए कलस्य जितने 1:14 अच्छी ताहांको ठारे आमे माने मुक्ति अर्थात पाप क्षमा आमे पाई अच्छु कहाटारे पाप धन रे नुहे ज्ञान रे नुहे काहे नुहे आ गोटे सेकेंड थर्ड नंबर मु देखिबी जे हमें प्रथम देखिलु जे मोर प्रिय माने आमे कहीं जीशु ख्रीष्ट किए अटंती से निजे सृष्टिकर्ता से परित्राण करता द्वितीय कहीं आम ख्रीस्टान कारण पाप क्षमा उद्देश्य आम ख्रीस्टान प्रभु को जानिछु ताहांक छड़ा कौन सी परित्राण नहीं जदि आपण मान परित्राण अच्छी पाप क्षमा अच्छी ताहले आम स्वपरि आम आसबू आम कहीपर आम जीशुकर बापा किए आम निजे पिता अटन स्वर्गर पिता कि जगत के सारे जोसेफ अटंती क्या नेबाई मोर मो प्रिय माने आम देखा जे मोर प्रिय माने जीशु ख्रीष्ट से भारत को पुणी आसी से ज्ञान शिक्षा पाइबापी कि आम शास्त्र कहे ज्ञान विषय मोर प्रिय माने आम पढ़ा जे जीशु ख्रीष्ट को ज्ञानी से पुणी शिक्षा ज्ञान शिक्षा भारत को आसते 12 वर्ष पर से निश्चित आम देखिपारु 12 वर्ष 30 वर्ष मध्य से भारत को आसी बोली अनेक कहती आज कही चलती आम किपरि आम से सठिक आम कहीपर मो प्रिय माने जो आम देखा प्रथम जीशु कृष्ण को ज्ञान विषय टी आम चिंता कर प्रभु जीशु कृष्ण को ज्ञान कलस्य 2:3 पढ़ु कलस्य 2:3 पद केमती से ज्ञान शिक्षा से जानीपर से कलस्य 2:3 पद मोर उद्देश्य यही जेपरि सेमानकर हृदय उत्साहित हुए नहीं नहीं मोर प्रिय कलस्य तार 2:3 पद से कृष्ण ठारे ज्ञान और बुद्धि रूप समस्त धन निहित अच्छी देखो मोर प्रिय माने वाक्य लिखाई से ख्रीष्टन ठारे ख्रीष्ट जो अभिषिक्त को ख्रीष्ट कर अभिषिक्त अभिषेक एणु से ख्रीष्ट कौन अच्छी ज्ञान अच्छी मोर प्रिय माने तार बुद्धि रूप समस्त धन निहित अच्छी से पुणी कड़े क्या ज्ञान शिक्षा कर आसब मोर प्रिय माने जीशु ख्रीष्ट 12 वर्ष ही जुदी पंडित माने आज शास्त्रज्ञ माने चंबित होती 12 वर्ष से 12 वर्ष ही जो से जेरूशलेम मंदिर को जाते गोटे गोटे प्रश्न पचारुले
ସେମାନେ ଜ୍ଞାନୀ ମାନେ ଶାସ୍ତ୍ରଜ୍ଞ ମାନେ ଆଚମ୍ବିତ ହେଉଥିଲେ। କାହିଁକି ଲେଖା ହେଇଛି ଯେ 12 ବର୍ଷ ପରେ 3 ବର୍ଷ ଭିତରେ ଭାରତକୁ ସେ ଜ୍ଞାନ ଶିଖିଛନ୍ତି। ମାନେ ଜ୍ଞାନ ଆଗରୁ ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧି ରୂପ ସମସ୍ତ ଧନ ନିହିତ ଅଛି। ଯଦି ଆମେ ପଢିବା ଲୁକ 2:47 ପଦ ଟିକେ ପଢନ୍ତୁ। ଲୁକ 2:47। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। ଆଉ ଦେଖନ୍ତୁ ମୋର ପ୍ରିୟ ମାନେ ସେ 12 ବର୍ଷ ସମୟରେ ଆମେ ଦେଖିପାରୁଛୁ ଯେତେବେଳେ ସେ ଜେରୁସାଲେମକୁ ଯାଉଛନ୍ତି ଆଉ ଯେତେ ଲୋକ ତାହାଙ୍କ କଥା ଶୁଣିଥିଲେ ସମସ୍ତେ ତାହାଙ୍କର ବୁଦ୍ଧି ଓ ଉତ୍ତରର ଆଚମ୍ବିତ ହେଉଥିଲେ। କେତେ ପ୍ରଭୁ ନିଜେ ସେ କଣ ଜ୍ଞାନୀ ଥିଲେ। ସେ ତ ଜ୍ଞାନ ଈଶ୍ୱର ନିଜେ ସୃଷ୍ଟିକର୍ତ୍ତା, ନିଜେ ସେ ଜ୍ଞାନର ଭଣ୍ଡାର ତାହାଙ୍କ ସବୁ ଅଛି। ତେଣୁ ତ ସମସ୍ତେ ତାକୁ ଏ ଗୁରୁ ବୋଲି କହୁଥିଲେ। ଆଉ ପ୍ରଭୁ କୁଆଡ଼େ ଶିକ୍ଷା ଆସିଥିଲେ। ମୋର ପ୍ରିୟମାନେ ଆଜି ଆମେ ଦେଖିପାରୁଛୁ ବିଭିନ୍ନ ପ୍ରକାର ବିଭିନ୍ନ ବିଷୟରେ ବିଭିନ୍ନ ପ୍ରକାର କଥା କୁହନ୍ତି। ସେ ପୁଣି 18 ବର୍ଷ ପର୍ଯ୍ୟନ୍ତ ସେ ଭାରତରେ ଥିଲେ ବୋଲି ଯୋଉ ଗୁଜବ ସୃଷ୍ଟି କରୁଛନ୍ତି ତାହା ଆମେ କିପରି କହିପାରିବା। ମୋର ପ୍ରିୟମାନେ କାରଣ ଜ୍ଞାନ ବିଷୟରେ ଆମେ ଦେଖିବା। କାହିଁ ହିତୋପଦେଶ 2:6 କଣ ଲେଖା ହେଇଛି? ନାଇଁ ଆମେ ପଢିବା ସେ ଲୁକ 2:51 ପଦ। ଲୁକ 2:51 ପଦ। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରେଥକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣ ହୃଦୟରେ ରଖିଲେ। ଦେଖନ୍ତୁ ମୋର ପ୍ରିୟମାନେ ଏହି ସମୟରେ ଯୀଶୁଖ୍ରୀଷ୍ଟ ଯେତେବେଳେ 12 ବର୍ଷରେ ମଧ୍ୟରେ ସେ ଆଉ ଜେରୁସାଲେମକୁ ସେ ରହିଗଲେ। କାରଣ ସେ ଦିନେ 3 ଦିନ ସେ ଜେରୁସାଲେମରେ ରହିଥିଲେ। ଯଦି ଏ ଉଦ୍ଧାର ଆମେ ପଢିବେ ପ୍ରାଞ୍ଜଳ ଭାବରେ ଆମେ ଜାଣିପାରୁଛୁ। ଦେଖନ୍ତୁ ମୁଁ ପଢୁଛି ସେ 15 ଦେଖିଲେ ତାପରେ ଆମେ ଜାଣିବା। ଆଉ ତାଙ୍କୁ ନ ପାଇ ଖୋଜୁ ଖୋଜୁ ତାହାଙ୍କୁ ଜେରୁସାଲେମକୁ ପୁନର୍ବାର ବାହୁଡ଼ି ଗଲେ। କାରଣ ଯଦି ଆରମ୍ଭରେ ପଢିଲେ ଆପଣ ଜାଣିପାରିବେ ଯୀଶୁଖ୍ରୀଷ୍ଟ କାରଣ ଅନେକ ଏ ବିଷୟରେ ଲେଖା ଅଛି। ଆଉ 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ଯେତେବେଳେ ପାଇଲେ ଆଉ ପଣ୍ଡିତ ମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। ମୋର ପ୍ରିୟ ମାନେ ଯୀଶୁଖ୍ରୀଷ୍ଟ କାହା ସହିତ ଥିଲେ? ଛୋଟ ପିଲାମାନଙ୍କ ସହିତ ଥିଲେ କି? ନା, ପଣ୍ଡିତ ମାନଙ୍କ ଜ୍ଞାନୀ ମାନଙ୍କ ସହିତ ସେ ବସିକିରି ଶୁଣୁଥିଲେ ଏବଂ ପ୍ରଶ୍ନ ପଚାରୁଥିଲେ। ଆଉ ଯୀଶୁଖ୍ରୀଷ୍ଟ ଭାରତକୁ ଆସିନାହାନ୍ତି ମୋର ପ୍ରିୟ ମାନେ। ସେଇଟା ଯଥେଷ୍ଟ ଜ୍ଞାନୀ ଶାସ୍ତ୍ରଜ୍ଞ ମାନେ ଥିଲେ, ସେମାନଙ୍କୁ ସେ ପ୍ରଶ୍ନ କରୁଥିଲେ। କିଏ ପ୍ରଶ୍ନ କରିପାରିବେ? ଜ୍ଞାନୀ ଲୋକମାନେ। ଏବଂ ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ। ଯୀଶୁଖ୍ରୀଷ୍ଟ ନିଜେ ବି ଉତ୍ତର ଦେଉଥିଲେ। କିଏ ଉତ୍ତର ଦେଇପାରିବେ? ଜ୍ଞାନୀ ଲୋକମାନେ ହିଁ ଉତ୍ତର ଦେଇପାରିବେ। 50 ଆମେ ଦେଖିପାରୁଛୁ ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ ଆମମାନଙ୍କ ପ୍ରତି କାହିଁକି ଏହିପରି ବ୍ୟବହାର କଲ? ଦେଖ ତୋର ବାପା ଓ ମୁଁ ଅତିଶୟ କାତର ହୋଇ ମତେ ଖୋଜୁଅଛୁ। ମୋର ପ୍ରିୟ ମାନେ ଆଉ ଯୀଶୁଖ୍ରୀଷ୍ଟଙ୍କର ବାପା ଜାଗତିକ ଯୋସେଫ ମରିୟମ ହୋଇପାରନ୍ତି, ଏହା ମଧ୍ୟ ଆମେ ପ୍ରାଞ୍ଜଳ କହିପାରିବା। କିନ୍ତୁ ଏଠାରେ ଆମେ ଦେଖିପାରୁଛୁ ଯେ ଯୀଶୁଖ୍ରୀଷ୍ଟ କିଏ ଅଟନ୍ତି? ଏହି 49 ପଦରେ ଆମେ ଦେଖିପାରୁଛୁ। ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମେ ମତେ ଖୋଜୁଅଛ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ ଏ କଣ ଜାଣିନଥିଲା? ପ୍ରିୟମାନେ ଏହି ସ୍ଥାନରେ ଆଉ ଯୀଶୁଖ୍ରୀଷ୍ଟଙ୍କର ଆଉ ସ୍ୱର୍ଗସ୍ଥ ପିତା ହଉଛନ୍ତି ପିତା ଈଶ୍ୱର। ଏହି ସ୍ଥାନରେ ଆମେ 2 ଜଣଙ୍କର ପିତାଙ୍କ ବିଷୟରେ ଆମେ ଦେଖିପାରୁଛୁ। ଯୋଉ ବାପା ମାଙ୍କ କଥା କହନ୍ତି, ଜାଗତିକ ବାପା ମାଙ୍କୁ ସେ କଣ କହୁଛନ୍ତି? ମୋର ପିତାଙ୍କ ଗୃହରେ ରହିବା ଯେ ମୋର କର୍ତ୍ତବ୍ୟ
ଏହା କଣ ଜାଣିନଥିଲେ। କାରଣ ଜେରୁସାଲେମରେ ଈଶ୍ୱରଙ୍କ ବିଷୟରେ ସେଟା ଆଲୋଚନା, ବାକ୍ୟ ଶାସ୍ତ୍ରଜ୍ଞ ଆଲୋଚନା, ପୁରାତନ ନିୟମରେ ସେ ସ୍ଥାନରେ ଶାସ୍ତ୍ରଜ୍ଞ ଆଲୋଚନା କରୁଥିଲା। ତେଣୁ ମୋ ପିତାଙ୍କ ଗୃହରେ ମୁଁ ରହିବା କର୍ତ୍ତବ୍ୟ। ସେଥିରେ ମୋର ପ୍ରିୟ ମାନେ ଆମେ ଜାଣିପାରୁଛୁ। କିନ୍ତୁ ଆଉ ଗୋଟେ ବିଷୟ ଯଦି ଆମେ ଦେଖିବା, କିନ୍ତୁ ସେମାନଙ୍କୁ ଯେଉଁ କଥା କହିଲେ ତାହା ସେମାନେ ବୁଝିଲେ ନାହିଁ। ଆଜି ପର୍ଯ୍ୟନ୍ତ ଲୋକେ ତାହା ବୁଝିପାରିନାହାନ୍ତି, ବୁଝିପାରୁନାହାନ୍ତି। ଏଥିପାଇଁ ବୁଝିବା ପାଇଁ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦେଇଛନ୍ତି ବାକ୍ୟ ପଢିବା ଦ୍ୱାରା। ତେଣୁ ଆମେ ବୁଝିବା, ବୁଝାଇବା, ନିଜେ ଜାଣିଲେ ଅନ୍ୟକୁ ଆମେ ଜଣାଇବା। ତେଣୁ ମୋର ପ୍ରିୟମାନେ, ଏ ସମସ୍ତ ବିଷୟ ଯୀଶୁଖ୍ରୀଷ୍ଟ 12 ବର୍ଷ ପରେ କୋଉ ଜାଗାରେ ରହିଲେ ତାହା 51 ପଦରେ ଆମେ ପ୍ରାଞ୍ଜଳ ଭାବରେ ଦେଖିପାରୁଛୁ। ପଢନ୍ତୁ 51 ପଦ ଆଉ ଥରେ। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। ପରେ ସେ ସେମାନଙ୍କ ସାଙ୍ଗରେ ବାହାରିଗଲେ, ନିଜର ଯୋସେଫ ଏବଂ ମରିୟମଙ୍କ ସହିତ ଜାଗତିକ ପିତାମାତାଙ୍କ ସହିତ ଆସିଲେ ଓ ସେମାନଙ୍କ ବଶୀଭୂତ ହୋଇ ରହିଲେ ବୋଲି ଲେଖାଯାଇଛି। ବଶୀଭୂତ ମାନେ ଯାହା ସେମାନେ କହିଲେ ଜାଗତିକ ହିସାବରେ ଯୋସେଫ ଗୋଟେ ବଢେଇ ଥିଲେ ଏବଂ ବଶୀଭୂତ ମାନେ ପିତା ଯାହା କରନ୍ତି ସେ ମଧ୍ୟ ତାହା ସହଜ କରୁଥିଲେ। କାରଣ ପାରିବାରିକରେ ସେ ଗୋଟେ ଆମେ ଦେଖିପାରୁଛୁ ଜାଗତିକ ହିସାବରେ। ଆଉ ଯୋସେଫ ଥିଲେ ଯେ ବଢେଇ, ତେଣୁ ସେ ତାଙ୍କ ବାପାଙ୍କ ସାହାଯ୍ୟ କଲେ। ଦୀର୍ଘ 18 ବର୍ଷ ପର୍ଯ୍ୟନ୍ତ ସେ ବଶୀଭୂତ ହୋଇ ସେ ନାଜରିତରେ ରହିଲେ। ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। ତେଣୁ ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ସେ ନାଜରିତରେ ଯୋସେଫଙ୍କ ଗୃହରେ ରହି ସେ ବଶୀଭୂତ ହୋଇ ସେ ଜ୍ଞାନରେ ଆଉ ଶରୀରରେ ସେ ନିଶ୍ଚିତ ସମସ୍ତ ବିଷୟରେ ସେ ମନୁଷ୍ୟମାନଙ୍କ ଅନୁଗ୍ରହରେ ମଧ୍ୟ ବୃଦ୍ଧି ପାଇଲେ ବୋଲି ଲେଖାଯାଇଛି। ତେଣୁ ମୋର ପ୍ରିୟମାନେ, ଯୀଶୁଖ୍ରୀଷ୍ଟଙ୍କର ଆଗରୁ ଜ୍ଞାନ ନିହିତ ଅଛି, ଗଚ୍ଛିତ ଅଛି। ସେ ଯେତେବେଳେ 12 ବର୍ଷରେ ପ୍ରଶ୍ନ ପରେ ସେମାନେ ଉତ୍ତର ଦେଇପାରୁନଥିଲେ, ପ୍ରଶ୍ନ ପରେ ଯୀଶୁ ନିଜେ ଉତ୍ତର ଦେଇପାରୁଥିଲେ। ତେଣୁକରି ସେମାନେ ଆଚମ୍ବିତ ଥିଲେ। ଆଉ ଯୀଶୁଖ୍ରୀଷ୍ଟ କୌଣସି ଭାରତକୁ ସେ ଶଙ୍କରାଚାର୍ଯ୍ୟ ବା କାହା ନିକଟରେ ସେ ଶିକ୍ଷା କରିବାକୁ ଆସିଥିଲେ ତାହା କହୁଛନ୍ତି। ଏଣୁ ତାହାଙ୍କର ଶିକ୍ଷା, ଯୀଶୁଙ୍କର ଶିକ୍ଷା କେତେ ବଡ଼ ମୋର ପ୍ରିୟମାନେ। ତେଣୁ ଆଜି ଆମେ ଅନେକ ବିଷୟ ଜାଣିବାର ଅଛି। କାରଣ ଆଉ ଯଦି ମାର୍କ 6:3 ପଦ ପଢିଲେ ଆମେ ପ୍ରାଞ୍ଜଳ ଭାବରେ ପଢିବା। ଏଣୁ ସେ ତାକୁ ବଢେଇ ପୁଅର ନାମରେ ନାମିତ ହେଲେ। ମାର୍କ 6:3 ପଦ। ମାର୍କ 6:3 ପଦ। ଏ କି ସେଇ ବଡେଇ ନୁହେଁ? ବଡେଇର ପୁଅ ନୁହେଁ? ହଁ, ଏ କି ସେଇ ବଡେଇ ନୁହେଁ? ଏ କି ମରିୟମର ପୁଅ ଆଉ ଯାକୁବ, ଯୋସି, ଜିହୁଦା ଓ ସିମୋନର ଭାଇ ନୁହେଁ? ପୁଣି ଏହାର ଭଉଣୀମାନେ ଏ କି ଏଠାରେ ଆମମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କ ଠାରେ ବିଘ୍ନ ପାଇଲେ। ହାଲେଲୁୟା। ମୋର ପ୍ରିୟମାନେ, କାହିଁକି ଏ କଥା ପ୍ରଶ୍ନ କରୁଛନ୍ତି ଶାସ୍ତ୍ରଜ୍ଞ ମାନେ, ପଣ୍ଡିତ ମାନେ? ଯୀଶୁଖ୍ରୀଷ୍ଟ କଣ କରୁଛନ୍ତି? ଏ ସେହି ବଢେଇର ନୁହେଁ? କାରଣ ସେଇ ବଢେଇର ପୁଅ ଭାବରେ ସେ 18 ବର୍ଷ ପର୍ଯ୍ୟନ୍ତ ସେଇ ନାଜରିତ ଗ୍ରାମରେ ସେ ବଢିଛନ୍ତି। ଏଥିପାଇଁ ପ୍ରଶ୍ନ କରୁଛନ୍ତି, ଏ କି ସେଇ ବଢେଇର ପୁଅ ନୁହେଁ? ଏ କି ସେ ମରିୟମଙ୍କର ପୁଅ ନୁହେଁ? କାହିଁକି କହିଲେ? ଯଦି 12 ବର୍ଷ ବିଦାୟ 18 ବର୍ଷ ବାହାରେ ଥାନ୍ତା, ସେ କଣ ଏମିତି ସେ ଉପାଧି ପାଇନଥାନ୍ତା। କାରଣ ସେ 18 ବର୍ଷ ପର୍ଯ୍ୟନ୍ତ ସେ ନାଜରିତରେ କୁଆଡ଼େ ନ ଯାଇ ପିତାଙ୍କ ସହିତ, ଜାଗତିକ ପିତାଙ୍କ ସହିତ ସେ ତାଙ୍କ କାର୍ଯ୍ୟରେ, ବଢେଇ କାର୍ଯ୍ୟରେ ସେ ସହଯୋଗ କରିଛନ୍ତି। ଏଣୁ ଏ କି ସେହି ବଢେଇର ନୁହେଁ? ଏ କି ମରିୟମଙ୍କର ପୁଅ ଆଉ ଯାକୁବର ସେ ଜିହୁଦା ଓ ସିମୋନ ଭାଇ ନୁହେଁ? ମୋର ପ୍ରିୟମାନେ, ଏହି ସ୍ଥାନରେ କାହିଁକି ଯେତେବେଳେ 2 ପଦ ଆମେ ଦେଖିପାରୁଛୁ, ଯେତେବେଳେ ସେ ବିଶ୍ରାମ ଉପସ୍ଥିତ ହୁଅନ୍ତେ, ସେ ସମାଜକୁ ଶିକ୍ଷା ଦେବାକୁ ଲାଗିଲେ। ଆଉ ସେମାନେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟଚକିତ ହେଲେ।
ଏ ଲୋକର ଏଇ ସବୁ କେଉଁଟାରେ ଜ୍ଞାନ ଆସିଲା, କେଉଁଟାରୁ ହେଲା? କାରଣ ଏ ତ ଯୋସେଫଙ୍କ ଘରେ ରହିଲା, ଏ ତ ବଢେଇ ଘରେ ରହିଲା, ଏ ଜ୍ଞାନ ଏ ବୁଦ୍ଧି କେଉଁଟାରେ ପାଇଲା? ମୋର ପ୍ରିୟ ଲୋକମାନେ ଆଶ୍ଚର୍ଯ୍ୟ ଯେ ଏ ଲୋକର ଏଇ ସବୁ କେଉଁଟାରୁ ହେଲା? ପୁଣି ଏହାର ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତି କାର୍ଯ୍ୟ ହସ୍ତ ଦ୍ୱାରା ସାଧିତ ହେଉଛି, ଏସବୁ ବା କଣ? ମୋର ପ୍ରିୟ ମାନେ ଅନେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ପଣ୍ଡିତ ମାନେ ଜ୍ଞାନୀ ମାନେ ଆଜି ଆଚମ୍ବିତ ହେଉଛନ୍ତି। ସେହି କଣ ଆମ ଭାରତ କେତେ ଜ୍ଞାନୀ, ଆଜି ସେହି ଦେଶରେ ଇସ୍ରାଏଲ ଦେଶରେ ଜ୍ଞାନୀ, ଆଜି ସେଇ ଦେଶର ଜ୍ଞାନୀ ପରେ କି ଜ୍ଞାନ, ଆଜି ସେମାନେ କେତେ ଡେଭଲପ, କିନ୍ତୁ ଆଜି ଭାରତରେ କି ଜ୍ଞାନ ଅଛି ଯେ ସେ ଭାରତକୁ ଆସିଥିବେ? ତେଣୁ ଆସନ୍ତୁ ଆମେ ଏଇ ବିଷୟ ମାନେ ପ୍ରାଞ୍ଜଳରେ ଜାଣିଥିବେ ଯେ ଯୀଶୁ ଖ୍ରୀଷ୍ଟ 18 ବର୍ଷ ପର୍ଯ୍ୟନ୍ତ ନିଜେ ନାଜରେଥରେ ନିଜେ ଜାଗତିକ ପିତା ମାତାଙ୍କ ଠାରେ ସେମାନେ ଯୀଶୁ ଖ୍ରୀଷ୍ଟ ରହିଥିଲେ, ତାହା ଆମେ ଜାଣିପାରୁଛୁ। ତେଣୁ ବିଶେଷ ଆମେ କାହିଁକି ଖ୍ରୀଷ୍ଟିଆନ ହେଲୁ, ଆମେ ଯୀଶୁଙ୍କ ବାପା କିଏ ବି ଜାଣିପାରିଲୁ। ଖ୍ରୀଷ୍ଟିଆନ କାହିଁକି ହେଲ? ମୋର ପ୍ରିୟ ମାନେ ସେ କେବଳ ପରିତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ରୂପେ ଆମେ ପାପ କ୍ଷମା ପାଇବା ନିମନ୍ତେ ଆମେ ଖ୍ରୀଷ୍ଟିଆନ ହେଲୁ, ଏହା ଆପଣମାନେ କହିପାରିବେ। ଯୀଶୁ କିଏ ଅଟନ୍ତି? ସେ ଏକମାତ୍ର ସୃଷ୍ଟିକର୍ତ୍ତା ଅଟନ୍ତି, ତାହା ମଧ୍ୟ ଆପଣମାନେ କହିପାରିବେ। ଏ ଶାସ୍ତ୍ର ଅନେକ ବିଷୟ ମୁଁ କହିଦେଇଛି, ନିଶ୍ଚିତ ଆପଣ ନିଜେ ଆଉ ଖୋଜି ଅନେକ ପାଇପାରିବେ, ତାର ଅନେକ ସଙ୍ଗିନୀ ରେଫରେନ୍ସ ହେଲ। କିନ୍ତୁ ଖ୍ରୀଷ୍ଟିଆନ କେମିତି ହେଲ କହିଲେ? ଗୋଟେ ମାଧ୍ୟମ ଯେକୌଣସି ପ୍ରଭୁ ଆମକୁ, ପ୍ରଭୁ ମତେ ହିଁ ସେ କଣ କଲେ? ମତେ ପ୍ରଭୁ ହିଁ ମତେ ଧରିଛନ୍ତି, ଏହା ଆମେ କହିବା। ମୁଁ ଖ୍ରୀଷ୍ଟିଆନ କେମିତି ହେଲି ମୁଁ ଜାଣିନି, ପ୍ରଭୁ ମତେ କେମିତି ଧରିଲେ, କିନ୍ତୁ ପ୍ରଭୁଙ୍କୁ ଜାଣିଲା ପରେ କେମିତି ମୁଁ ଶାନ୍ତି ପାଉଛି, କେମିତି ମୁଁ ଆନନ୍ଦରେ ଅଛି, ପରିତ୍ରାଣ ମୁଁ ଅନୁଭବ କରୁଛି, ତାହା ଆମେ ମଧ୍ୟ ପ୍ରକାଶ କରିପାରିବା। ତେଣୁ ଆସନ୍ତୁ ମୋର ପ୍ରିୟ ମାନେ, ନିଶ୍ଚିତ ଆପଣ କେତେଟା ବିଷୟ ବୁଝିଥିବେ, କାହିଁକି ଏଗୁଡାକ ଯୋଉ ପ୍ରଶ୍ନର ଉତ୍ତର ଆମେ କେମିତି ଦେଇପାରିବା ଏହା ବାଇବଲରେ ଅଛି। ତେଣୁ ଆସନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ବାପା କିଏ? ତେଣୁ ଆମେ ଯୋଉ ପ୍ରଶ୍ନ ଆମେ ପ୍ରଥମ ପଢିଲ, ସେ ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମମାନଙ୍କ ନିମନ୍ତେ ଏକ ପୁତ୍ର ଦତ୍ତ ଅଛି, ତାହାଙ୍କ ସ୍କନ୍ଧରେ ସମସ୍ତ ପାପର ଭାର ଥୁଆଯିବ। ତାହାଙ୍କ ନାମ କଣ? ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତ କାଳ ପିତା, ଶାନ୍ତି। ଏଥିପାଇଁ ଆମେ ସେ ପ୍ରଭୁଙ୍କୁ ଆଜି ଗ୍ରହଣ କରିଅଛୁ। ମୋର ପ୍ରିୟ ମାନେ ସେ ଶାନ୍ତିର ରାଜା, ସେ ବର୍ତ୍ତମାନ ରାଜା ମାନଙ୍କର ରାଜା ହେଇକି ଆସିବେ। ଏଥିପାଇଁ ସେ ଆମମାନଙ୍କ ନିମନ୍ତେ ପୁତ୍ର ଦତ୍ତ ହେଇଥିଲେ, ଆମମାନଙ୍କ ନିମନ୍ତେ ଜନ୍ମ ହେଇଥିଲେ, ପାପର ସମସ୍ତ ଭାର କର୍ତ୍ତୃତ୍ୱ ତାହାଙ୍କ ଥୁଆହେଲା। ତେଣୁ ଯୀଶୁ ଖ୍ରୀଷ୍ଟ ମୋ ପାଇଁ କାଲବରୀ କ୍ରୁଶରେ ଆଉ ଗୋଟେ ଅଛି ପ୍ରଶ୍ନ, 3 ଘଣ୍ଟାରେ ଯୀଶୁ ଖ୍ରୀଷ୍ଟ ମଲେ। ମୋର ପ୍ରିୟ ମାନେ ଯୀଶୁ ଖ୍ରୀଷ୍ଟ 3 ଘଣ୍ଟାରେ ମରି ନାହାନ୍ତି। କଣ୍ଟାର ମୁକୁଟ ପିନ୍ଧା ହେଇଛି, ବର୍ଚ୍ଚାଘାତ କରାହେଇଛି, ଦୀର୍ଘ 9 ଘଣ୍ଟା ପର୍ଯ୍ୟନ୍ତ ସେ କଥା କହିଛନ୍ତି। ଏତେ ଆଘାତ ପାଇବେ, ସେ ନିଜେ ଈଶ୍ୱର ଅଛନ୍ତି ଓ ସେ ବଞ୍ଚିଛନ୍ତି। କଥା କହି କହି ସେ ମାନେ 7ଟା ସପ୍ତ ବାଣୀ ସେ ପ୍ରକାଶ କରି ସେ କହିଛନ୍ତି, କାରଣ ଈଶ୍ୱରଙ୍କ ଗୁଣ ନିଜେ ଈଶ୍ୱର ଥିବାରୁ ଏହି ପ୍ରକାର ସେ ପ୍ରକାଶ କରିଛନ୍ତି। ପ୍ରିୟ ମାନେ ଆଜି ଆମେ କହିପାରିବା କାଲି ମରି ନାହାନ୍ତି, ସେ କଣ 3 ଦିନରେ ଉଠିଛନ୍ତି। ହାଲେଲୁୟା। ଯୀଶୁ ହିଁ ଜୀବିତ ଅଟନ୍ତି। ତେଣୁ ମୁଁ ଅନେକ ଥର କହିଛନ୍ତି, କାହିଁକି ସେ କୁଶାର୍ପିତ ହେଇଛନ୍ତି, କାହିଁକି ସେ 3 ଘଣ୍ଟା ମରା ହେଇଛି? ତାର ଗୋଟେ ଆମ ପାଇଁ ମୂଲ୍ୟ ଥିଲା, ଆମ ପାଇଁ ଗୋଟେ ମୂଲ୍ୟବାନ ଥିଲା। ସେ କଣ୍ଟାର ମୁକୁଟ, ସେ 3 ଘଣ୍ଟାର ପ୍ରହାରିତ ଆମ ପାଇଁ ଗୋଟେ ମୂଲ୍ୟ ଥିଲା। ସେ ମୂଲ୍ୟ କଣ ଆପଣ ଜାଣିଛନ୍ତି? ସେ ମୂଲ୍ୟ ଆମକୁ ପାପରୁ ଧାର୍ମିକତା କରିବା ନିମନ୍ତେ। ହାଲେଲୁୟା। ସେ ପଦ ମନେ ଅଛି କି? ରୋମିଓ 4:25 ପଦ ପଢନ୍ତୁ। ସେ କାହିଁକି କୁଶାର୍ପିତ ହେଲେ, କାହିଁକି ସେ ସମର୍ପିତ ହେଲେ? ରୋମିଓ 4:25 ପଦ ବାଇ ହାର୍ଟ କରନ୍ତୁ ଏ ପଦଟା। ସେଇ ଯୀଶୁ ଆମ ମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମେ ମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉଦ୍ଧତ ହେଲେ। ଦେଖନ୍ତୁ ମୋର ପ୍ରିୟ ଭାଇ, ସେଇ ପ୍ରଭୁକୁ ଆମେ ପାଇଛୁ, ଗ୍ରହଣ କରିଛୁ ଅର୍ଥାତ୍ ସେ ସମସ୍ତ ସେଇ ପ୍ରଭୁ କାହିଁକି 3 ଘଣ୍ଟାରେ
କାହିଁକି କଣ୍ଟାର ମୁକୁଟ ପିନ୍ଧିଲେ? କାହିଁକି ଆମମାନଙ୍କ ଅପରାଧ ନିମନ୍ତେ ସମ୍ପୂର୍ଣ୍ଣ ସେ କ୍ରୁଶାର୍ପିତ ହୋଇଛନ୍ତି। ନହେଲେ କୌଣସି ଜଘନ୍ୟ ପାପ ନ କଲେ କାହାକୁ କଣ୍ଟାର ମୁକୁଟ, କାହାକୁ ଏମିତି କ୍ରୁଶାର୍ପିତ କରାଯାଏ ନାହିଁ ରୋମୀୟ ସରକାର। କିନ୍ତୁ ଯୀଶୁଙ୍କର ଲେଶ ମାତ୍ର ପାପ ନଥିଲା, କିନ୍ତୁ ସେ କ୍ରୁଶାର୍ପିତ ହୋଇଛି। କାରଣ ମୋର ପାପ, ଆପଣଙ୍କ ପାପ, ସମଗ୍ର ଜଗତର ପାପ। ଏବଂ ସେ ପାପକୁ ସେ ଦବାଇଲେ, ପାପକୁ ସେ ବୁଡ଼ାଇଲେ ଏବଂ ସେ ସମସ୍ତ ବିଷୟରେ ଆମକୁ ଧାର୍ମିକ ଗଣିତ କରିବା ନିମନ୍ତେ 3 ଦିନରେ ଉଠିଛନ୍ତି। ଜୀବିତ ହେଲେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଅଛୁ। ତେଣୁ ମୋର ପ୍ରିୟମାନେ, ତମକୁ କିଏ ମତାଇଲା କେମିତି? ନା, ପ୍ରଭୁ ହିଁ ମତେ ନିଜେ ଧରିଛନ୍ତି। ମୁଁ ପ୍ରଭୁଙ୍କ ବାକ୍ୟ ପଢିଲି, ୟୁଟ୍ୟୁବ ମଧ୍ୟରେ ମୁଁ ଶୁଣିଲି, ଜାଣିଲି ଏବଂ ମୁଁ ପ୍ରଭୁଙ୍କୁ ପାଇଛି। ଏହା ଆମେ କହିପାରିବା। ସେ କହିଲେ, ଇଏ କହିଲେ ବି କହିବା ଆବଶ୍ୟକ ନାହିଁ। ମୁଁ ଆଜିକାଲି ଅନେକ ବାକ୍ୟ ମୁଁ ଶୁଣିଲି, ଜାଣିଲି, ବାକ୍ୟ ଦେଖିଲି, ମୁଁ ଗ୍ରହଣ କଲି। ଏହି ବିଷୟ ମଧ୍ୟ ଆମେ ପ୍ରକାଶ କରିପାରିବା। ଆମେ ଅନେକ ଆଜିର ଜ୍ଞାନ, ପ୍ରଭୁ କାହିଁକି ମଲେ, କାହିଁକି ଗ୍ରହଣ କଲୁ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୋଉଠି ଥିଲେ, ତାଙ୍କର 18 ବର୍ଷ ମଧ୍ୟରେ ଅନେକ ପ୍ରଭୁଙ୍କର ଜ୍ଞାନ ଅଛି, ପରିଚୟ ଅଛି, ସେ ସୃଷ୍ଟିକର୍ତ୍ତା। ଏହା ଆମେ ପ୍ରଥମେ ଆଜିକାଲି ଜାଣିବା ଦରକାର। ଏ ରୋଗରୁ ବା ବିଭିନ୍ନ ଆମେ ସମସ୍ୟାରୁ ପ୍ରଭୁ ଆମକୁ ଉଦ୍ଧାର କରି ଆମ ଖ୍ରୀଷ୍ଟିଆନ ତାହା ନୁହେଁ, ପରିତ୍ରାଣ ଦେବା ନିମନ୍ତେ ଯେଉଁ ଯୀଶୁ ମୋ ପାଇଁ ଜୀବନ ଦେଇଛନ୍ତି, ତାହା ମୁଁ ବିଶ୍ୱାସ କରି ଗ୍ରହଣ କରୁଅଛି। ଏହା ଆମେ କହିବା। ପ୍ରଭୁ ଏ ଛୋଟ ଆଲୋଚନାରୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ନିମନ୍ତେ ଆମ ସହିତ